Hello, hello students. Welcome back to our channel. ଆଜି ଆମେ 8th କ୍ଲାସ୍ର ଜ୍ୟାମିତିର ମୌଳିକ ଧାରଣା ଚାପ୍ଟର 1 ପଢ଼ିବା। ତ ପ୍ରଥମେ କିଛି ମୁଁ କହିବାକୁ ଚାହୁଁଛି, ସେ ସବୁକୁ ଶୁଣ। ତାପରେ ଯାଇ ମୁଁ କିଛି ଜିନିଷ ବୁଝେଇବି, ସେଇଟାକୁ ମନେ ରଖ, ଯେଉଁଟାକି ଏକ୍ଜାମରେ ଆମକୁ ହେଲ୍ପଫୁଲ୍ ହେବ, ପରୀକ୍ଷାରେ ହେଲ୍ପଫୁଲ୍ ହେବ। ଜ୍ୟାମିତି ମାନେ କ'ଣ? ଆମେ ସମସ୍ତେ ଜାଣିଛନ୍ତି। କିଏ କହିବ ଜ୍ୟାମିତି ଅର୍ଥାତ୍ ଗୋଟେ ଚିତ୍ର କାଟିବା, ଯେମିତିକି ବୃତ୍ତ। ଯେମିତିକି ଜଣ କହିବ ସାର୍ ତ୍ରିଭୁଜ ବି ତ ହୋଇପାରିବ, ତ୍ରିଭୁଜ। ଚତୁର୍ଭୁଜ ବି ହୋଇପାରିବ, ବର୍ଗାକାର କ୍ଷେତ୍ର ମଧ୍ୟ ହୋଇପାରିବ। ତ ଜ୍ୟାମିତି ଅର୍ଥ କ'ଣ? ଜ୍ୟାମିତିର ଅସଲ ଅର୍ଥ ହେଉଛି ଜ୍ୟାମିତି, ଯେଉଁଟା କି ଇଂରାଜୀ ନାମ ହେଉଛି ଜିଓମେଟ୍ରି। ଯେମିତିକି ଏଇଟା ଗୋଟେ ଗ୍ରୀକ୍ ଶବ୍ଦ, ଯେଉଁଟାକି ଆଲେକ୍ଜାଣ୍ଡ୍ରିଆ ଦେଶ, ଆଜିକା ଟାଇମ୍ରେ ଯାହାର ନାମ ଆଲେକ୍ଜାଣ୍ଡ୍ରିଆ, ତାକୁ ପ୍ରଥମେ ଗ୍ରୀକ୍ ବୋଲି କୁହାଯାଉଥିଲା। ଗ୍ରୀସ୍ ସେ ପାଖାପାଖି ସେ ଗୋଟେ ଏରିଆ ହେଲା। ତ ଜିଓ ଅର୍ଥାତ୍ ହେଉଛି ପୃଥିବୀ ବା ଭୂମି ହେଲା। ମେଟ୍ରନ୍ର ଅର୍ଥ ହେଉଛି ମାପ କରିବା, କିମ୍ବା କୌଣସି ମାପ କିମ୍ବା କୌଣସି ଆକୃତି, ସେ ଟାଇପ୍ର। ଠିକ୍ ଅଛି। ତ ଜ୍ୟାମିତି ଓଡ଼ିଆରେ ଜ୍ୟାର ଅର୍ଥ ହେଉଛି ଭୂମି, ମିତିର ଅର୍ଥ ହେଉଛି ମାପ। ଠିକ୍ ଅଛି। ଜମି ମାପ କରିବାର ଆବଶ୍ୟକତାରୁ ଜ୍ୟାମିତି ସୃଷ୍ଟି ହୋଇଛି। ତ ବୁଝି ରଖ, ଜ୍ୟାମିତି ମନୁଷ୍ୟର ଆବଶ୍ୟକତାରେ ଆସୁଛି, ସେଥିପାଇଁ ଏହାର ଉଦ୍ଭାବନ କେହି ଜଣେ କରିଥିଲେ। ତ ସେଇ ବିଷୟରେ ବି ଆଜି ଶୁଣିବା। ଚାଲ। ବୈଦିକ ଯୁଗରେ ଭାରତୀୟ ଋଷିଗଣ ଯଜ୍ଞକୁଣ୍ଡ ଓ ପୂଜାବେଦୀ ନିର୍ମାଣ କରୁଥିଲେ। ବୁଝିପାରିଲ? ତ ଖ୍ରୀଷ୍ଟପୂର୍ବ ଆଉ ଖ୍ରୀଷ୍ଟାବ୍ଦ, ଏଇ ଦୁଇଟା କଥା ଭଲ ଭାବରେ ମନେ ରଖ। ଖ୍ରୀଷ୍ଟପୂର୍ବ ଯେତେ ବଢ଼ିବ ତ ସମୟଟା ସେତେ ପୂର୍ବକୁ ବୁଝେଇବ। ଖ୍ରୀଷ୍ଟପୂର୍ବ ଯେତେ କମ୍ ଦେଖାଇବ, ସେଟା ଟିକେ ଅଧିକ ସମୟ, ଅର୍ଥାତ୍ ଯେମିତିକି ସମୟ ବଢ଼ି ବଢ଼ି ଚାଲିଛି ସେଇଟା ଦେଖାଇବ। ତ ଖ୍ରୀଷ୍ଟାବ୍ଦରେ କ'ଣ ହେବ, ସମୟଟା ଯେତେ ବଢ଼ିବ ସେ ସମୟ ସେତେ ବଢ଼େଇଛି ବୋଲି ଦେଖାଇବ। ଖ୍ରୀଷ୍ଟପୂର୍ବ 800ରୁ ଖ୍ରୀଷ୍ଟପୂର୍ବ 500 ବଡ଼। ବୁଝିପାରିଲ? ଗୋଟେ ସଂଖ୍ୟାର ପୂର୍ବ ସମୟକୁ ଖ୍ରୀଷ୍ଟପୂର୍ବ କୁହାଗଲା, ଗୋଟେ ସମୟର ପରବର୍ତ୍ତୀ ସମୟଟାକୁ ଖ୍ରୀଷ୍ଟାବ୍ଦ କୁହାଗଲା। ତ ବୁଝିପାରିଲ? ତ ଅନୁମାନ କରିବାକୁ ଗଲେ ଏବଂ ବହି ଅନୁସାରେ କହିବାକୁ ଗଲେ, ଖ୍ରୀଷ୍ଟପୂର୍ବ 800ରୁ ଖ୍ରୀଷ୍ଟପୂର୍ବ 500 ମଧ୍ୟରେ ଭାରତରେ ଶୁଲ୍ବସୂତ୍ର ବୋଲି ଗୋଟେ ଜ୍ୟାମିତି ଶାସ୍ତ୍ର ରଚନା ହୋଇଥିଲା। ଶୁଲ୍ବ ଅର୍ଥାତ୍ ହେଉଛି, ଯେମିତିକି ଆମେ ଦେଖିଥିବା ଅନେକ ମିସ୍ତ୍ରୀମାନେ ଦଉଡ଼ିରେ ମାପ କରିଥାନ୍ତି, ଜାଣିଛ? ତ ସୂତା ଅନୁସାରେ ଏହା କ'ଣ ନା ଦଉଡ଼ିର ସାହାଯ୍ୟରେ ମାପ କରିବା, ଏହା ଶୁଲ୍ବସୂତ୍ର ଏହା ଦର୍ଶାଇଥାଏ। ଠିକ୍ ଅଛି। ତ ମହେଞ୍ଜୋଦାରୋ ହରପ୍ପା ସଭ୍ୟତା ମଧ୍ୟ ଆମେ ଶୁଣିଥିବେ ଇତିହାସରେ, 6ଠ ଶ୍ରେଣୀରେ। ମହେଞ୍ଜୋଦାରୋ ସଭ୍ୟତା, ହରପ୍ପା ସଭ୍ୟତା, ସେଠାରେ ମଧ୍ୟ ଅନେକ ପ୍ରକାରର କଳାକୃତି ଅଛି। ତ ସେଠି ମଧ୍ୟ ଜ୍ୟାମିତିର ବ୍ୟବହାର ହୋଇଛି। ଯେମିତିକି ଆମେ ବୁଝିବା, ମନ୍ଦିର ମାନଙ୍କରେ ଦେଖିଥିବ, ଉତ୍ତର ଭାରତରେ ଚଉଡ଼ା ମନ୍ଦିର ଗୁଡ଼ାକ ହୋଇଥାଏ, ଦକ୍ଷିଣ ଭାରତରେ ଶୀର୍ଷ ଭଳି ହୋଇଥାଏ। ତ ଏହାର କାରଣ ଅଛି, ଜ୍ୟାମିତିକୁ ଧରି ଏହି ସିଦ୍ଧାନ୍ତ ଗୁଡ଼ିକରେ ମନ୍ଦିର ଗୁଡ଼ିକ ନିର୍ମାଣ ହୋଇଥାଏ। ତ ଦେଖ, ଯଜ୍ଞକୁଣ୍ଡ ପୂଜାବେଦୀ ଛଡ଼ା ମନ୍ଦିର ମଧ୍ୟ ନିର୍ମାଣ ହୋଇଥାଏ ଜ୍ୟାମିତି ଦ୍ୱାରା। ତ ଜ୍ୟାମିତି ଗୋଟେ ବିଜ୍ଞାନ ଭଳି ଗୋଟେ ବୁଦ୍ଧିର ଖେଳ ହେଲା। ତ ପ୍ରାଥମିକ ଅବସ୍ଥାରେ ଦେଖିବା ଆମେ, ନା ପ୍ରଥମେ କିଏ ଜ୍ୟାମିତି ଷ୍ଟାର୍ଟ କରିଥିଲେ? ଠିକ୍ ଅଛି। ଥାଲେସ୍ ବୋଲି ଜଣେ ଗ୍ରୀକ୍ ଗଣିତଜ୍ଞ ଅର୍ଥାତ୍ ଯିଏ ଗଣିତ ବିଷୟରେ ଜ୍ଞାନ ରଖିଛନ୍ତି। ସେ ପ୍ରଥମେ ଖ୍ରୀଷ୍ଟପୂର୍ବ 640ରେ ଆରମ୍ଭ କରିଥିଲେ ଏବଂ 546 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ଧରି ରଖିଥିଲେ। ସେ ଜ୍ୟାମିତି ତର୍କଶାସ୍ତ୍ର ପ୍ରୟୋଗ କରିଥିଲେ। ତର୍କଶାସ୍ତ୍ର ଅର୍ଥାତ୍ ଯେମିତିକି ଦୁଇ ଜଣ କଥା ହେଲେ ଗୋଟେ ସିଦ୍ଧାନ୍ତକୁ ପରୀକ୍ଷା କରିବା ପାଇଁ, ତ ସେ ପ୍ରୟୋଗ କରି ପରୀକ୍ଷାରେ ସଫଳ ମଧ୍ୟ ଦେଖାଇଥିଲେ। ଯେମିତି ଜଣେ କହିବ 2ରେ 2 ମିଶାଇବା 5, ତ ଏଇଟା ଭୁଲ। ତର୍କ ଅର୍ଥାତ୍ କ'ଣ, ଜଣେ 4 କହିବ, ଜଣେ 5 କହିବ, ଯାହା ଠିକ୍ ଅଛି ସେଇଟାକୁ ଧରାଯିବ ଏବଂ ଗୋଟେ ଜାଗାରେ ପ୍ରମାଣିତ ବୋଲି ଲେଖାଯିବ। ଯେମିତି ଆମର ଆଜିକାଲିର ବହି ଲେଖାଯାଏ, ପାଣି ତଳକୁ ବହିଥାଏ, ଉପରକୁ କେବେ ମଧ୍ୟ ବହେ ନାହିଁ। ପାଣିକୁ ଗୋଟେ ସ୍ଥାନରେ ଛାଡ଼ିଦେଲେ ସେ ସବୁବେଳେ ନିମ୍ନଗାମୀ ହୋଇଥାଏ, ଜଳ। ସେମିତି ଗୋଟିଏ ବହିରେ ଲେଖାଯାଏ, ଯେମିତି ଆମର ବିଜ୍ଞାନ ବହିରେ ଲେଖା ହେଇଥାଏ ଜଳ ବିଷୟରେ, ସେହିପରି। ତ ତାଙ୍କ ପରେ ପିଥାଗୋରାସ୍ ଆସିଥିଲେ।
ଯିଏକି ଥାଲେସଙ୍କ ଶିଷ୍ୟ ହୋଇଥିଲେ। ଠିକ୍ ଅଛି। ତ ଏଇଟା ଗୋଟେ ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ଜ୍ୟାମିତିର ମୌଳିକ ଧାରଣା ଆଜି ପର୍ଯ୍ୟନ୍ତ ଚାଲିଅଛି। ତ ଥାଲେସଙ୍କ ପରେ ପିଥାଗୋରାସ୍ ଆସିଲେ, ଯିଏକି 580ରୁ 500 ଖ୍ରୀଷ୍ଟପୂର୍ବ ପର୍ଯ୍ୟନ୍ତ ଧରି ରଖିଥିଲେ, ଏବଂ ସକ୍ରେଟିସ୍ ତାଙ୍କ ପରେ ତାଙ୍କ ଶିଷ୍ୟ। ଠିକ୍ ଅଛି। ଖ୍ରୀଷ୍ଟପୂର୍ବ 468ରୁ 390 ପର୍ଯ୍ୟନ୍ତ ସେ ଏହି ଜ୍ୟାମିତିକୁ ବୁଝିଥିଲେ ଏବଂ ପ୍ରମାଣିତ ମଧ୍ୟ କରିଥିଲେ। ତାଙ୍କ ପରେ ପ୍ଲେଟୋ ଖ୍ରୀଷ୍ଟପୂର୍ବ 430ରୁ 339 ପର୍ଯ୍ୟନ୍ତ, ଏବଂ ଆରିଷ୍ଟଟଲ ଖ୍ରୀଷ୍ଟପୂର୍ବ 384ରୁ 322 ପର୍ଯ୍ୟନ୍ତ। ତ ଏଇଟା ଯେମିତି ଆମେ ବୁଝିପାରିବା, ଆମ ବାପା, ତାଙ୍କ ପୁଅ, ତାପରେ ତାଙ୍କ ପୁଅ, ତାପରେ ତାଙ୍କ ପୁଅ, ସେହିପରି ଜଣେ ଗୁରୁ ଯିଏକି ଜାଣିଛନ୍ତି ଜ୍ୟାମିତି ବିଷୟରେ, ସେ ଜଣକୁ ଶିଖେଇଲେ ଏ ବିଦ୍ୟା। ତ ତାଙ୍କ ପରେ ଆଉ ଜଣେ ସେୟାକୁ ଶିଖିଲେ। ଯେମିତିକି ଆମେ ଗଣିତ, ମୋତେ ଆମ ସାର୍ ଶିଖେଇଥିଲେ, ତୁମମାନଙ୍କୁ ମୁଁ ଶିଖଉଛି। ହୋଇପାରେ ସମୟ ପଡ଼ିଲେ ତୁମେ ମଧ୍ୟ ତୁମ ନିଜ ଭାଇକୁ କିମ୍ବା ପୁଅକୁ ନିଜେ ଶିଖେଇ ପାରିବ। ତ ସେହିପରି ଜଣଙ୍କ ପରେ ଜଣେ ଏହି ଜ୍ୟାମିତିକୁ ଚଲେଇଥିଲେ। ତ ଠିକ୍ ଅଛି। ତ ଦେଖ, ଏବେ ୟୁକ୍ଲିଡଙ୍କ ବିଷୟରେ ଟିକେ ଜାଣିବା। ଠିକ୍ ଅଛି। ୟୁକ୍ଲିଡ ମଧ୍ୟ ଜଣେ ଗ୍ରୀସର ଗଣିତଜ୍ଞ। ଠିକ୍ ଅଛି। ଆଲେକ୍ଜାଣ୍ଡ୍ରିଆ, ଯାହା ମୁଁ କହିଥିଲି, ଗ୍ରୀସ୍ ପାଖାପାଖି ଦେଶ ଗୁଡ଼ାକ। ଠିକ୍ ଅଛି। ୟୁକ୍ଲିଡ ଗୋଟିଏ ଗ୍ରନ୍ଥ ଲେଖିଥିଲେ ଯେଉଁଟାକି ଏଲିମେଣ୍ଟସ୍। ମନେ ରଖିଥିବ, ଏଇଟା ପରୀକ୍ଷାରେ ସବୁବେଳେ ଆସିଥାଏ। ୟୁକ୍ଲିଡ କେଉଁ ଦେଶର ଗଣିତଜ୍ଞ? ତ ଗ୍ରୀସ୍ ଲେଖିବ। ଏଲିମେଣ୍ଟସ୍ ବୋଲି ଗୋଟେ ଗ୍ରନ୍ଥ ଲେଖିଥିଲେ। ଗ୍ରନ୍ଥ ଆମର ଯେମିତି ବଡ଼ ବଡ଼ ବହି ଗୁଡ଼ାକ ଗ୍ରନ୍ଥ କୁହାଯାଏ। ଠିକ୍ ଅଛି। ତ ଜ୍ୟାମିତିର ସିଦ୍ଧାନ୍ତ ଅର୍ଥାତ୍ ଯେମିତିକି ମୁଁ କହିଲି 2ରେ 2 ମିଶାଇଲେ 4 ହେବ, 5 କେବେ ହେବ ନାହିଁ। ତ ଏଇଟା ହେଉଛି ସିଦ୍ଧାନ୍ତ ଅର୍ଥାତ୍ ଯେଉଁଟାକି ସତ୍ୟ ଅଟେ, ଯେଉଁଟାକି ପ୍ରମାଣିତ ହୋଇଛି, ତାହାକୁ ସିଦ୍ଧାନ୍ତ କୁହାଯାଏ। ଠିକ୍ ଅଛି। ତାହେଲେ ସିଏ କ'ଣ କରିଥିଲେ ନା, ସ୍ୱୀକାର୍ଯ୍ୟ ତଥ୍ୟ ଯେଉଁଟାକି ସ୍ୱୀକୃତି ମିଳିଛି, ଯେମିତିକି ପ୍ରମାଣିତ ହୋଇଛି, ଆଉ ତାକୁ ଧରିକରି ଅନ୍ୟ କୌଣସି ଜିନିଷ ଉଦ୍ଭାବନ ହୋଇଛି କିମ୍ବା ଉନ୍ନତ ହୋଇଛି, ସେ ଏହା ବୁଝାଇଥିଲେ। ଠିକ୍ ଅଛି। ଦେଖ, ପରିଣାମ ବୋଲି ତର୍କ ମାଧ୍ୟମରେ ପ୍ରତିପାଦନ କରାଯାଇପାରିବ। ପ୍ରଥମରୁ ମାନି ନେଇଥିବା ସ୍ୱୀକାର୍ଯ୍ୟ ଗୁଡ଼ିକର ସାହାଯ୍ୟରେ ଯୁକ୍ତି ମାଧ୍ୟମରେ ନୂତନ ସିଦ୍ଧାନ୍ତରେ ଉପନୀତ ହେବା ଆବଶ୍ୟକ କିମ୍ବା ସମ୍ଭବ। ତ ୟୁକ୍ଲିଡ କ'ଣ କରୁଥିଲେ, ଯେମିତିକି ଆମେ ସାଧାରଣ ଭାବେ ବୁଝିବା, 2ରେ 2 ମିଶାଇଲେ 4। ତ 4ରେ 4 ମିଶାଇଲେ କେତେ ହେବ? ତ 2ରେ 2 ମିଶାଗଲା, ପ୍ଲସ୍ 2ରେ 2 ମିଶାଗଲା, ତ 4ଟା 2 ମିଶାଗଲା। ତ ଏଠି ଆମେ କ'ଣ ଜାଣିପାରିଲେ? 8। ତ 2ରେ 2 ମିଶାଇକି ଆମେ 4 ଥର ମିଶାଇବା 8, 4ରେ 4 ମିଶାଇବା ମଧ୍ୟ 8। ତ ଏଇ ଟାଇପ୍ର, ଯେମିତିକି ଜଣେ ପ୍ରଥମେ ପ୍ରମାଣିତ କଲା 2ରେ 2 ମିଶାଇଲେ 4, ତ ଆଉଥରେ ସେ 4ରେ 4 ମିଶାଇଲେ 8। ଇଏ ୟୁକ୍ଲିଡ ଏହି ଜିନିଷଟାକୁ ସେ ଉନ୍ନତ କରୁଥିଲେ। ଯେମିତିକି ଆମେ ପ୍ରଥମେ ପେନସିଲ୍ରେ ଲେଖୁଥିଲେ କିମ୍ବା ପେନ୍ରେ ଲେଖୁଥିଲେ। ତ ପେନ୍ରେ ଲେଖିଲେ ଆମର ଭୁଲ ହେଇଗଲା, ତ ଆମେ ପ୍ରଥମେ ପେନସିଲ୍ରେ ଶିଖିଲେ, ଯେଉଁଟାକି ଆମେ ନିଜେ ଲିଭେଇ ପାରିବା ମଧ୍ୟ। ଠିକ୍ ଅଛି। ସେମିତି ସେ ଜ୍ୟାମିତିର ଜନକ ମଧ୍ୟ କୁହାଯାଏ ୟୁକ୍ଲିଡଙ୍କୁ, କାରଣ ୟୁକ୍ଲିଡ এই ପଦ୍ଧତିଟାକୁ ବୁଝିଥିଲେ, କେଉଁଟା ସତ୍ୟ ଆଉ ତା ଦ୍ୱାରା କ'ଣ ସତ୍ୟ ମାନେ ଉଦ୍ଭାବନ ହୋଇପାରିବ, ସେୟାକୁ ସେ ବୁଝିଥିଲେ। ତ ସେ ତାଙ୍କୁ ଜ୍ୟାମିତିର ଜନକ ବୋଲି ମଧ୍ୟ ସ୍ୱୀକାର କରାଯାଏ। ତ ଠିକ୍ ଅଛି। ଏ ନାମଟି ମନେ ରଖିଥିବ, ୟୁକ୍ଲିଡ। ୟୁକ୍ଲିଡ କେଉଁ ଦେଶର ଲୋକ? ତାହେଲେ ଗ୍ରୀସ୍ ଲେଖିବ। ଆଲେକ୍ଜାଣ୍ଡ୍ରିଆ ମଧ୍ୟ ପଚାରି ଦେଇପାରେ MCQ ଆସିଲେ। ଠିକ୍ ଅଛି। ୟୁକ୍ଲିଡ ଜ୍ୟାମିତି ମଧ୍ୟ କୁହାଯାଏ ତାଙ୍କ ନାମ ଅନୁସାରେ। ଜ୍ୟାମିତିର ଅନ୍ୟ ନାମ କ'ଣ? ନା ୟୁକ୍ଲିଡ ଜ୍ୟାମିତି। ଜ୍ୟାମିତିର ଅର୍ଥ କ'ଣ? ନା ଭୂମି ମାପ। ଠିକ୍ ଅଛି। ଜ୍ୟାମିତିର ଅର୍ଥ ହେଉଛି ଭୂମି ମାପ। ଜ୍ୟାମିତିର ଅନ୍ୟ ନାମ ହେଉଛି ୟୁକ୍ଲିଡ ଜ୍ୟାମିତି। ବୁଝିପାରିଲ? ତ ଭାରତରେ ମଧ୍ୟ ଏମିତି କିଛି ହେଇଛି। ଗ୍ରୀକ୍ର କହିଲି, ଗ୍ରୀସ୍ର କହିଲି, ଏବେ ଭାରତର କହୁଛି ଶୁଣ। ପରବର୍ତ୍ତୀ କାଳରେ, ଅର୍ଥାତ୍ ତାର କିଛି ସମୟ ପରେ, ଭାରତରେ ଗଣିତଜ୍ଞମାନେ ମଧ୍ୟ ଭାସ୍କର, ଆର୍ଯ୍ୟଭଟ୍ଟ, ଏମାନେ ମଧ୍ୟ ଜ୍ୟାମିତି ଶାସ୍ତ୍ରକୁ ସମୃଦ୍ଧ କରିଥିଲେ, ଅର୍ଥାତ୍ ବଢ଼ାଇଥିଲେ, ଯେମିତିକି ୟୁକ୍ଲିଡ କରିଥିଲେ। ଠିକ୍ ଅଛି। ଖ୍ରୀଷ୍ଟାବ୍ଦ 114ରେ ଭାସ୍କର କରିଥିଲେ ଭାରତରେ। ଠିକ୍ ଅଛି। ଆର୍ଯ୍ୟଭଟ୍ଟ, ଯିଏକି 580 ଖ୍ରୀଷ୍ଟାବ୍ଦରେ ଜନ୍ମ ହୋଇଥିଲେ, ସିଏ ଜ୍ୟାମିତି ଶାସ୍ତ୍ରକୁ ସମୃଦ୍ଧ କରିଥିଲେ। ଠିକ୍ ଅଛି। ଜନ୍ମ ହୋଇଥିଲେ, ଭାସ୍କର କେବେ ଜନ୍ମ ହୋଇଥିଲେ? ତାହେଲେ 114 ଖ୍ରୀଷ୍ଟାବ୍ଦ ଲେଖିବ। ଠିକ୍ ଅଛି। ଏଠି କାହା ନାଁ ଏବଂ ଜନ୍ମ ତାରିଖ ଦେଇଦେଇଛି, ସିଏ କେବେ କରିଥିଲେ ସେଇଟା ଦେଇନି। ତ ସେ ଦେଖ, ଏବେ ପ୍ରଥମ ପେଜ୍ରେ ଯାହା ଲେଖା
640ରେ ସେ ଜନ୍ମ ହୋଇଥିଲେ ଏବଂ 546ରେ ଦେହତ୍ୟାଗ କରିଥିଲେ। ଠିକ୍ ଅଛି। ସକ୍ରେଟିସ୍ କେବେ ଦେହତ୍ୟାଗ କରିଥିଲେ ନା 390 ଖ୍ରୀଷ୍ଟପୂର୍ବରେ। ଠିକ୍ ଅଛି। ସକ୍ରେଟିସ୍ ଜନ୍ମ କେବେ ହୋଇଥିଲେ ନା ଖ୍ରୀଷ୍ଟପୂର୍ବ 468ରେ। ବୁଝିପାରିଲ? ଠିକ୍ ଅଛି। ଚାଲ ନେକ୍ସଟ ପେଜକୁ ଯିବା। ତ ଏଠି ଏବେ ଏତିକି ବୁଝିପାରିଲେ ପିଲାମାନେ କେଉଁ ଦେଶ ବିଷୟରେ କୁହାଯାଇଛି ଜ୍ୟାମିତିରେ ନା ପ୍ରଥମେ ଗ୍ରୀକ୍, ତାପରେ ଯାଇ ଗ୍ରୀସ୍, ତାପରେ ଯାଇ ଭାରତ। ଠିକ୍ ଅଛି। ଏବେ ବୁଝିବା ସଂଜ୍ଞା ବିହୀନ ପଦ। ସଂଜ୍ଞା ବିହୀନ ପଦକୁ ଇଂରାଜୀରେ ଅନଡିଫାଇନ୍ଡ ଟର୍ମସ୍ ମଧ୍ୟ କୁହାଯାଏ, ଯେଉଁଟାକି ଏଇଠି ଲେଖା ହେଇଛି ଦେଖ। ବୁଝିପାରିଲ? ଦେଖ ରିଲେଟେଡ୍ ପୋଷ୍ଟୁଲେଟ୍ସ ମାନେ କ'ଣ? ପୋଷ୍ଟୁଲେଟ୍ସ ମାନେ ଆମେ ଇଂରାଜୀର ତାର ଓଡ଼ିଆ ଅର୍ଥ ହେଉଛି ସମ୍ପର୍କୀୟ ତଥ୍ୟ, ଯେମିତିକି ଇନଫର୍ମେସନ୍ସ ରିଲେଟେଡ୍ ଇନଫର୍ମେସନ୍ସ। ସେମିତି ତ ଆମେ ଯେମିତି କହିଥିଲେ ୟୁକ୍ଲିଡୀୟ ଜ୍ୟାମିତିରେ ସେ ସ୍ୱୀକାର୍ଯ୍ୟ ଗୁଡ଼ିକ ପ୍ରମାଣ କରୁଥିଲେ, ଯେମିତିକି ମୁଁ ବୁଝେଇଥିଲି 4ରେ 4 ମିଶାଇଲେ 8 ହେବ, ସେଇଭଳି। ତ ରିଲେଟେଡ୍ ପୋଷ୍ଟୁଲେଟ୍ସ ମାନେ ହେଉଛି ତା ସମ୍ବନ୍ଧରେ ଯେତିକି ମଧ୍ୟ ତଥ୍ୟ ମିଳିଛି ସେଇ ତଥ୍ୟ ଅନୁସାରେ ଗୋଟେ ନୂଆ ଜିନିଷଟି ଉଦ୍ଭାବନ କରିବା ହେଲା। ତ ସଂଜ୍ଞାବିହୀନ ପଦ ମାନେ କ'ଣ? ସଂଜ୍ଞାବିହୀନ ପଦ ଯେମିତିକି ପ୍ରଥମେ ତୁମେ କହିଥିଲ ବୃତ୍ତ, ତ୍ରିଭୁଜ, ବର୍ଗାକାର, କ୍ଷେତ୍ର, ସେଗୁଡ଼ାକ ମଧ୍ୟ ବୁଝିବା ଏବେ। ଠିକ୍ ଅଛି। ସଂଜ୍ଞାବିହୀନ ପଦ ଅର୍ଥାତ୍ ଯେଉଁଟାକି ଜ୍ୟାମିତିରେ ସବୁବେଳେ ବ୍ୟବହାର ହେଉଛି ସେଗୁଡ଼ିକୁ ସଂଜ୍ଞାବିହୀନ ପଦ ବୋଲି କୁହାଯାଇଛି ଜ୍ୟାମିତିରେ। ତ ଜ୍ୟାମିତିରେ ସଂଜ୍ଞାବିହୀନ ପଦ ଗୁଡ଼ିକ କ'ଣ ନା ଏଗୁଡ଼ିକ ହେଲା ବିନ୍ଦୁ, ରେଖା, ସମତଳ, ରଶ୍ମି, ତ୍ରିଭୁଜ, ବୃତ୍ତ ଆଦି ଅର୍ଥାତ୍ ଏତିକି ସବୁ। ଠିକ୍ ଅଛି। ଜ୍ୟାମିତି ଶାସ୍ତ୍ରର ଗୋଟିଏ ଗୋଟିଏ ପଦ। ଜ୍ୟାମିତି ଶାସ୍ତ୍ରରେ ପଦ କହିଲେ କ'ଣ ନା ବିନ୍ଦୁ ହୋଇପାରେ, ରେଖା ମଧ୍ୟ ହୋଇପାରେ, ସମତଳ ମଧ୍ୟ ହୋଇପାରେ, ରଶ୍ମି ମଧ୍ୟ ହୋଇପାରେ, ତ୍ରିଭୁଜ ମଧ୍ୟ ହୋଇପାରେ, ବୃତ୍ତ ମଧ୍ୟ ହୋଇପାରେ। ଏବେ ପିଲାମାନେ ତୁମେ ପଚାରିବ ସାର୍ ବିନ୍ଦୁ ମାନେ ତ ଆମେ ଜାଣିଛୁ ଗୋଟେ ଟୋପା, ରେଖା ମାନେ ତ ଆମେ ଜାଣିଛୁ ସିଧା, ସମତଳ ମାନେ କ'ଣ ସାର୍? ସମତଳ ମାନେ ଆମେ ଯେମିତି ଦେଖ ଆମେ ରାସ୍ତାରେ ଚାଲୁଛେ, ରାସ୍ତାଟା ଗୋଟେ ପ୍ଲେନ୍ ହେଇଥିବା ଯୋଗୁଁ, ସମତଳ ହେଇଥିବା ଯୋଗୁଁ ଆମେ ଚାଲିପାରୁଛେ। ଯଦି ଆମେମାନେ ଦେଖିଥିବେ ଗାଡ଼ି ଗୋଟେ ଜାଗାରୁ ଉପରକୁ ଉଠିପାରେନି, ତ ସ୍ପିଡ଼ ବଢ଼େଇକି ଉଠାଯାଏ, ତ ସେଇଟା କ'ଣ କୁହାଯାଏ ନା ଗଡ଼ାଣି କୁହାଯାଏ, ଉଠାଣି କୁହାଯାଏ। ତ ସେଇଟା ଗଡ଼ାଣି ଉଠାଣି ହେଲା। ସମତଳ ଅର୍ଥାତ୍ ସେ ରାସ୍ତାଟି ଏମିତି ଥିବ, ପୁରା ସିଧା ଥିବ। ଯେମିତିକି ଆମର ଗୋଟେ କାଠ ପଟା ଅଣାଗଲା ଏବଂ ତା ଉପରେ ଚାଲିଲେ, ତ କାଠ ପଟାଟା ସେଠି ସମତଳ ହେଲା। ହେଇପାରେ ଦେଖିବା ପାଇଁ ସେ ସମତଳ ପୁରା ସଠିକ୍ ହେଇନଥିବ, କିନ୍ତୁ ସେ ସମତଳ ପରି ପ୍ରାୟ ହେଇଗଲା। ତ ଠିକ୍ ଅଛି, ବୁଝିପାରିଲ ସମତଳ। ତ ରଶ୍ମି ମାନେ କ'ଣ ନା ତ ପିଲାମାନେ ଦେଖ ରଶ୍ମି ମାନେ ହେଉଛି ଗୋଟେ ରେଖାରେ ଥିବା ତୀର ଚିହ୍ନ, ଯେମିତିକି ଗୋଟେ ସାଧାରଣ ତୀର ଗୋଟେ ସାଇଡ଼୍ରେ ଥିବ। ଦେଖ ଏଇ ଗୋଟେ ପଟ ଅଛି, ଏଇ ପଟେ ନାହିଁ ହେଲା। ଏ ପିଲାମାନେ କହିବ ସାର୍ ସମତଳ ରଶ୍ମି ବୁଝିପାରିଲୁ, ବୃତ୍ତ ବୁଝିପାରିଲୁ, ବିନ୍ଦୁ ବୁଝିପାରିଲୁ, ରେଖା ବୁଝିପାରିଲୁ, ତ ସାର୍ ଦୁଇଟି ରଶ୍ମି ଯଦି ଦୁଇ ସାଇଡ଼୍ ଗୋଟେ ରେଖାରେ ରହିଯାଏ ତାହେଲେ ତାହାକୁ କ'ଣ କୁହାଯିବ? ତ ଦେଖ ପିଲାମାନେ ଏଇଠି ଦୁଇ ସାଇଡ଼୍ ରହିଲା, ଏହାକୁ ସରଳ ରେଖା କୁହାଯିବ। ଏ ଦୁଇଟି ତୀର ଚିହ୍ନ ରହିଲା, ଦେଖ ଏ ଦୁଇଟି ତୀର ଚିହ୍ନ ମୁଁ ମାର୍କ କରୁଛି, ଦୁଇ ସାଇଡ଼୍ ରହିଲା, ତ ଏହାକୁ ସରଳ ରେଖା କୁହାଯିବ। ଠିକ୍ ଅଛି। ଭଲ ଭାବେ ମନେ ରଖ, ସରଳ ରେଖା କାହାକୁ କୁହାଯାଏ? ଏକ୍ଜାମ୍ରେ ସବୁବେଳେ ଆସିଥାଉଛି, ପରୀକ୍ଷାରେ ସବୁବେଳେ ଆସିଥାଉଛି। ସରଳ ରେଖା କାହାକୁ କୁହାଯାଏ? ତାହେଲେ ଲେଖିବ ଏକ ରେଖା ଯାହାର ଦୁଇ ପାର୍ଶ୍ୱ ରଶ୍ମି ପରି ବିସ୍ତୃତ ହୋଇ ରହିଅଛି। ସରଳ ରେଖାର ମାପ କରାଯାଇ ପାରିବ ନାହିଁ। ସରଳ ରେଖାକୁ ମାପି ପାରିବା ନାହିଁ। ସରଳ ରେଖା ଅନନ୍ତ ହୋଇପାରେ। ଠିକ୍ ଅଛି। ତାହେଲେ ଏବେ ତୁମେ ପଚାରିବ ପିଲାମାନେ ସାର୍ ରଶ୍ମି ବୁଝିଲୁ, ସରଳ ରେଖା ବୁଝିଲୁ, ତ୍ରିଭୁଜ କେଉଁ ପ୍ରକାର? ତୁମେ ତ ଜାଣିଥିବ ପିଲାମାନେ, ସହଜ ତ୍ରିଭୁଜ ଏହି ପ୍ରକାର ରହେ। ତିନୋଟି କୋଣ ଥାଏ, ତିନୋଟି କୋଣର ସମାହାର 180 ହୋଇଥାଏ। ଠିକ୍ ଅଛି, 180 ଡିଗ୍ରୀ ହୋଇଥାଏ। ତାହେଲେ ଏବେ ଟିକେ ଆଗକୁ ଯିବା। ଦେଖ ବିନ୍ଦୁ, ରେଖା, ସମତଳ ବିଷୟରେ ପୂର୍ବ ଶ୍ରେଣୀମାନଙ୍କର ପଢ଼ିଅଛ। ହଁ ଠିକ୍ ଅଛି। ତ ଏଇ ପଦ ତିନୋଟିକୁ ମୌଳିକ ପଦ କୁହାଯାଏ। ମୌଳିକ ପଦ ବା ସଂଜ୍ଞାବିହୀନ ପଦ। ମୌଳିକ ପଦ ଯେମିତିକି ମୌଳିକ ଧାରଣା, ଯେମିତିକି ଆମର ସାଧାରଣ ଭାବେ ଆମେ ଖାଇଲେ କେଉଁ ହାତରେ ଖାଇଥାଉ? ତ ସମସ୍ତେ କହିବେ ସାର୍ ଆମେ ହାତରେ ଖାଇଥାଉ। ହାତର ଅର୍ଥରେ କ'ଣ? ମୌଳିକ ଧାରଣା ମାନେ କ'ଣ? ସେମାନେ ଯେଉଁଟାକି ସାଧାରଣ ଭାବେ ଜାଣିଛନ୍ତି। ସାଧାରଣ ପଦ କ'ଣ ନା ଗୋଟେ ବିନ୍ଦୁ, ଗୋଟେ ରେଖା, ଗୋଟେ ସମତଳ, ଯେମିତିକି ଆମେ ଗୋଟେ କହିଲେ ରୋଡ଼, ସେ ପ୍ରକାର ହୋଇପାରେ। ଠିକ୍ ଅଛି।
ଦେଖ ସଂଜ୍ଞାବିହୀନ ପଦ ରୂପେ ଏମାନଙ୍କୁ ଗ୍ରହଣ କରାଯାଏ। ମୌଳିକ ପଦ ଯାହା, ସଂଜ୍ଞାବିହୀନ ପଦ ତାହା, ଆଉ ଅନଡିଫାଇନ୍ଡ ଟର୍ମସ୍ ଯେଉଁଟାକି ଡିଫାଇନ୍ କରିହେବ ନାହିଁ। ବୁଝିପାରିଲ ପିଲାମାନେ? ବିନ୍ଦୁ ମାନେ କ'ଣ? ଆମେ କ'ଣ ତାକୁ କ'ଣ ବୁଝେଇ ପାରିବା କି? ବିନ୍ଦୁ ମାନେ ହେଉଛି ଗୋଟେ ଟୋପା ବୋଲି ବୁଝେଇ ପାରିବା କି କାହାକୁ? ଯଦି ସେ ବାରମ୍ବାର ଜାଣିଶୁଣି ପଚାରେ ତ ଆମେ ତାକୁ ବୁଝେଇ ପାରିବା ନାହିଁ। ତ ସେଇଟାକୁ ସଂଜ୍ଞାବିହୀନ ପଦ କୁହାଯାଏ। ସଂଜ୍ଞାବିହୀନ ପଦ ଯେଉଁଟା ଆମେ ବୁଝେଇ ପାରିବା ନାହିଁ, କିନ୍ତୁ ସେଇଟା ସମସ୍ତେ ଜାଣିପାରିବା କିନ୍ତୁ କହିପାରିବାନି, ବୁଝେଇ ପାରିବାନି। ବୁଝିଲେ? ଠିକ୍ ଅଛି, ଚलो ନେକ୍ସଟ ପେଜକୁ ଯିବା। ଦେଖ ରେଖା ବା ସରଳ ରେଖା, ଯେଉଁଟାକି ମୁଁ ଟିକେ ଜଷ୍ଟ ପୂର୍ବରୁ କହୁଥିଲି, ଅଳ୍ପ ସମୟ ପୂର୍ବରୁ କହୁଥିଲି। ଦେଖ ରେଖା ଚିତ୍ର 1.1ରେ ଦିଆଯାଇଥିବା ଇଟାର 12ଟି ଧାର ଅଛି। ହଁ, ଇଟା ବିଷୟରେ ଟିକେ କହିଦେଉଛି, ଶୁଣିଦିଅ। ଏଇଟା ଗୋଟେ ଇଟା, ଦେଖିପାରୁଛ? ଏଇଟା ହେଉଛି ଗୋଟେ ଇଟା। ନା ଇଟାର କେମିତି, ଇଟା ବିଷୟରେ ଟିକେ କହିଦେଉଛି, ମନେ ରଖ। ଗୋଟେ ଇଟାକୁ ଦେଖିଥିବ ତମେ ପିଲାମାନେ, ଗୋଟେ ସାଇଡ଼୍ ହେଇଗଲା, ଦେଖ ଉପର ସାଇଡ଼୍ ହୋଇଗଲା, ଆଉ ଏଇ ସାଇଡ଼୍ ପଛ ସାଇଡ଼୍ ହେଇଗଲା, ତାପରେ ତଳ ସାଇଡ଼୍ ହେଇଗଲା, ତାପରେ ଆଗ ସାଇଡ଼୍ ହେଇଗଲା, ଏବଂ ଏଇ ସାଇଡ଼୍ ହେଇଗଲା, ରାଇଟ୍ ସାଇଡ଼୍ ହେଇଗଲା। ତ ଦେଖ ଏଇଟାରେ କେତେଟା ପାର୍ଶ୍ୱ ଅଛି, କେତେଟା ରେଖା ଅଛି, ଏବଂ କେତେଟା ବିନ୍ଦୁ ଅଛି, ଏଇଟା ମୁଁ ଏବେ କହୁଛି। ଦେଖ ଏଇଠି ଗୋଟେ ବିନ୍ଦୁରେ ତିନୋଟି ରେଖା ମିଶିଲା, ଗୋଟେ ବିନ୍ଦୁ ହେଲା। ଏଇଠି ଦୁଇଟା ବିନ୍ଦୁ ହେଲା, ଏଇଠି ତିନିଟା ବିନ୍ଦୁ ହେଲା, ଏଇଠି ଚାରିଟା ବିନ୍ଦୁ ହେଲା, ଏଇଠି ପାଞ୍ଚଟା ବିନ୍ଦୁ ହେଲା, ଏଇଠି ଛଅଟା ବିନ୍ଦୁ ହେଲା, ଏଇଠି ସାତଟା ବିନ୍ଦୁ ହେଲା, ଏଇଠି 8ଟା ବିନ୍ଦୁ ହେଲା ପିଲାମାନେ। ହେଲା, ତ ପିଲାମାନେ ଏଇଠୁ ଆମେ କ'ଣ ବୁଝିଲେ ନା, ଯେକୌଣସି ମଧ୍ୟ ଚତୁର୍ଭୁଜ ନାହିଁ, ଯେମିତିକି ଆମର ଇଟା କିମ୍ବା ଭାବିଦିଅ ଗୋଟେ କ'ଣ ଇଟା କିମ୍ବା ଗୋଟେ କାଠ, ଲମ୍ବା କାଠ, ଠିକ୍ ଅଛି, ଚତୁର୍ଭୁଜ ପରି ଦେଖାଯାଉଥିବା କାଠ, ଠିକ୍ ଅଛି। ଏମାନଙ୍କର 8ଟି ବିନ୍ଦୁ ଥାଏ, ମନେ ରଖିଲ। 8ଟି ବିନ୍ଦୁ ହେଲା, 8ଟି ବିନ୍ଦୁ। ତାପରେ ଦେଖ ମୁଁ ବୁଝେଇ ଦେଉଛି ପରେ। ଏଇ ଚତୁର୍ଭୁଜରେ କେତେଟା ରେଖା ଅଛି, ତାହେଲେ ସାର୍ କହିପାରିବେ ଏବେ? ସାର୍ ଆଉ ଆମେ ବିନ୍ଦୁ ସିନା ଜାଣିଦେଲୁ, ରେଖା କେମିତି ଜାଣିବୁ ସାର୍? ଏଇଟା ମୋତେ ସବୁଠୁ ସହଜ। ଦେଖ ଗୋଟିଏ ବିନ୍ଦୁରୁ ଆଉ ଗୋଟେ ବିନ୍ଦୁ ପର୍ଯ୍ୟନ୍ତ ଯେତିକି ସାଧାରଣ ଭାବେ ଗୋଟେ ଗାର ଅଙ୍କନ କରାଯାଏ, ତାହାକୁ ରେଖା କୁହାଯାଏ। ହେଲା, ତ ଏଇଠି କେତେଟା ବିନ୍ଦୁ ଅଛି, ବିନ୍ଦୁ ମଧ୍ୟରେ ଯେଉଁ ରେଖାଟା ଅଛି, ସେ ରେଖାଟାକୁ ଆମେ ଏଇଠି ଜ୍ୟାମିତିରେ ରେଖା ବୋଲି ବୁଝିବା। ଠିକ୍ ଅଛି, ରେଖା ଏମିତି କେତେଟା ଅଛି, ଦେଖ ଗୋଟେ ରେଖା, ତା ପଛପଟେ 2ଟା ରେଖା, 3ଟା ରେଖା, 4ଟା ରେଖା, 5ଟା ରେଖା, 6ଟା ରେଖା, 7ଟା ରେଖା, 8ଟା ରେଖା, 9ଟା ରେଖା, 10ଟି ରେଖା, 11ଟି ରେଖା, 12ଟି ରେଖା। ତ 12ଟି ରେଖା ହେଲା, ବୁଝିପାରିଲ? 12ଟି ରେଖା, 8ଟି ବିନ୍ଦୁ ଏବଂ 6ଟି ପାର୍ଶ୍ୱ। 6ଟି ପାର୍ଶ୍ୱ କ'ଣ କ'ଣ? ଦେଖ ପ୍ରଥମେ ଏଇଟା ହେଲା ପଛପଟ ପାର୍ଶ୍ୱ, ତାପରେ ହେଲା ଗୋଟେ ସାଇଡ଼୍ ପଟ ପାର୍ଶ୍ୱ, ଯାହାକି ଡାହାଣ ପଟେ ଅଛି, ରାଇଟ୍ ସାଇଡ଼୍ ଯାହାକୁ ଆମେ କହୁଛେ। ତାପରେ ଦେଖିଦିଅ ଲେଫ୍ଟ ସାଇଡ଼୍। ଏଇଟା ଆମେ ଧରିଥିବା, ଦେଖ ତଳ ପଟେ ହାତ ଲାଗିଥାଏ, ରାଇଟ୍ ସାଇଡ଼୍ ବି ଲାଗିଥାଏ, ଲେଫ୍ଟ ସାଇଡ଼୍ ବି ଲାଗିଥାଏ। ଆଉ ଗୋଟେ ଆମ ପେଟ ସାଇଡ଼୍କୁ ରହେ, ଆଉ ଗୋଟେ ଆମର ଆଗ ସାଇଡ଼୍କୁ ରହେ। ଯେମିତିକି ଏ ଫେସ୍ଟାକୁ ଯେଉଁ କହିବା ଆମେ, ଆମର ଗୋଟେ ସାଇଡ଼୍ ହେଲା, ଏଇଟାକୁ ଦ୍ୱିତୀୟ ସାଇଡ଼୍ ହେଇଗଲା। ଏଇ ଯେଉଁ ଭିତର ସାଇଡ଼୍ଟା ହେଲା ତୃତୀୟ ସାଇଡ଼୍ ହେଇଗଲା। ତଳେ ଯେଉଁଟା ରହିଲା ଚତୁର୍ଥ ସାଇଡ଼୍ ହେଇଗଲା। ଏ ଲେଫ୍ଟ ସାଇଡ଼୍ରେ ଯେଉଁଟା ରହିଲା ପଞ୍ଚମ ସାଇଡ଼୍ ହେଇଗଲା, ଆଉ ଉପର ହେଇଗଲା। ଠିକ୍ ଅଛି, ତ 1 2 3 4 5 6, ଟୋଟାଲ୍ 6ଟି ପାର୍ଶ୍ୱ ରହିଗଲା। ଫେସ୍ ଅର୍ଥାତ୍ କ'ଣ, ଯେଉଁଟାକି ଆମେ ଦେଖିପାରିବା। ଠିକ୍ ଅଛି, ଆମକୁ ହଠାତ୍ କିନା ଦେଖିଲେ ତା'ର କେତେଟା ପାର୍ଶ୍ୱ ଦେଖାଯିବ। ତ ଆମେ ଦେଖ ଗୋଟେ ଚତୁର୍ଭୁଜକୁ ଦେଖିବା, ତା'ର କେତେଟା ପାର୍ଶ୍ୱ ଅଛି କହିପାରିବା। ତ 6ଟି ପାର୍ଶ୍ୱ ଅଛି, ମନେ ରଖିଲ। ଚତୁର୍ଭୁଜ ଅର୍ଥାତ୍ ଇଟା ପରି ଦେଖାଯାଉଥିବା ଚତୁର୍ଭୁଜକୁ 6ଟି ପାର୍ଶ୍ୱ ଅଛି ବୋଲି ଆମେ ବୁଝିପାରିବା। ହେଲା, ଚାଲ ରେଖା ବୁଝିବା। ରେଖା ତ ଆମେ ବୁଝିଦେଇଛେ। ସରଳ ରେଖା କ'ଣ? ସରଳ ରେଖା ମଧ୍ୟ ରେଖା ଭଳି, କିନ୍ତୁ ଯାହାକୁ ଆମେ ମାପ କରିପାରିବା ନାହିଁ। ସରଳ ରେଖାକୁ ଆମେ ଇଂରାଜୀରେ ଏଲ୍ ବୋଲି ଲେଖିଥାଉ। ଏଲ୍, ଦେଖ ଏଲ୍, ଯେଉଁଟାକି ଏଇଠି ଲେଖା ହେଇଛି, ଦେଖ ପିଲାମାନେ ବୁଝିପାରିଲ? ଚିତ୍ର 1.2କୁ ଦେଖ, ଏଠି ଏଲ୍ ବୋଲି ଲେଖାଯାଇଛି। ହଁ, ଏଲ୍।
ଦେଖ ପିଲାମାନେ, ଏଇ ସରଳ ରେଖା ମୁଁ କ'ଣ କହିଥିଲି, ସରଳ ରେଖାଟି ଏଇପରି ରହିବ, ଦୁଇ ସାଇଡ୍ ରଶ୍ମି ରହିବ। ଠିକ୍ ଅଛି, ଗୋଟିଏ ଦୁଇଟି। ଏବେ ସରଳ ରେଖା ମଧ୍ୟରେ ଯଦି ଆମକୁ ଗୋଟେ ଜ୍ୟାମିତିରେ ଚିତ୍ର ଅଙ୍କନ କରିବାକୁ ଦିଆଯାଏ, ତ ସେଇଟା ମଧ୍ୟ ଆମେ ପରବର୍ତ୍ତୀ ଶ୍ରେଣୀରେ ପଢ଼ିବା ହେଲା। ଠିକ୍ ଅଛି, ତ ଆମେ ମାପିବା କେମିତି ସରଳ ରେଖା ମାପିବା କେମିତି? ଯଦି ଦୁଇଟି ବିନ୍ଦୁ ଦିଆଯାଏ ଏଠି ଦେଖିବା ପାଇଁ, ଦେଖ ମୁଁ ଟିକେ ବଡ଼ କରିଦେଉଛି ବିନ୍ଦୁଟାକୁ। ଯଦି ମନେକର ଦୁଇଟି ବିନ୍ଦୁ ଟାଣାଗଲା, ତ ଏଇଠୁ ଆମେ ସ୍କେଲ୍ ପକାଇବା, ଏତିକି ମାପିବା 1 2 3 4 5 ଏମିତି ଯାହା ବି ଆସିବ। ମନେକର ତୁମର 4 ଆସିଲା, ତ 4 cm ମାନେ ହେଉଛି ସେଣ୍ଟିମିଟର ଲେଖିପାରିବା। ତ ଯଦି ଆମକୁ କୁହାଯାଏ ଗୋଟେ ସରଳ ରେଖା ଅଙ୍କନ କର ଯାହା ଭିତରେ 3ଟି ବିନ୍ଦୁ ଥିବ ଏବଂ ତାହାର ମାପ ପ୍ରଥମେ 4 ଏବଂ ଦ୍ୱିତୀୟରେ 2 ସେମି ଥିବ, ତ ପ୍ରଥମେ ଆମେ ଗୋଟିଏ ସରଳ ରେଖା ଅଙ୍କନ କରିଦେବା। ଯେମିତିକି ଗୋଟେ ରଶ୍ମି ଭଳି, ଦେଖ ଗୋଟେ ସାଇଡ୍ ରଶ୍ମି ହେଇଗଲା, ଏଇଠୁ ଆସିଲେ ଏଇଠି ଗୋଟେ ବିନ୍ଦୁ ଦେଲେ, ଏଇଠୁ 4 ଦେବା, 4 ସେଣ୍ଟିମିଟର ମାପି କରି ଗୋଟେ ବିନ୍ଦୁ ଦେବା। ତାପରେ 2 ସେଣ୍ଟିମିଟର, ତ 2 ସେଣ୍ଟିମିଟର ଦେବା। ତାପରେ ଟିକେ ଆଗକୁ ଯାଇ ଆଉ ଗୋଟେ ରଶ୍ମି ଦେଇଦେବା। ସରଳ ରେଖାକୁ ଆମେ ଅବଶ୍ୟ ମାପି ପାରିବାନି, କିନ୍ତୁ ତା ଭିତରେ ଗୋଟିଏ ରେଖା ଅବସ୍ଥିତ ଅଛି, ତ ରେଖାକୁ ଆମେ ମାପି ପାରିବା ନା? ରେଖାର ଦୁଇଟି ବିନ୍ଦୁ ଥାଏ, ଗୋଟିଏ ପ୍ରାନ୍ତ ବିନ୍ଦୁ ଆଉ ଗୋଟେ ମଧ୍ୟ ପ୍ରାନ୍ତ ବିନ୍ଦୁ, ଗୋଟେ ଆରମ୍ଭ ପ୍ରାନ୍ତ ବିନ୍ଦୁ ଆଉ ଗୋଟେ ଶେଷ ପ୍ରାନ୍ତ ବିନ୍ଦୁ, ଯେଉଁଟାକି ଆମେ ମାପିପାରିବା ସ୍କେଲ୍ ଦ୍ୱାରା ମାପିଥାଉ। ସ୍କେଲ୍ ତ ସମସ୍ତଙ୍କ ପାଖରେ ଥାଏ, ସ୍କେଲ୍ ଦ୍ୱାରା ମାପିଥାଉ। ଠିକ୍ ଅଛି, ଦେଖ ପିଲେ, ସରଳ ରେଖା ଏବେ ବୁଝିଗଲା। ସରଳ ରେଖାକୁ ଆମେ L ବୋଲି ଲେଖିଥାଉ। ସରଳ ରେଖାକୁ ଆମେ କେଉଁ ଇଂରାଜୀ ଅକ୍ଷର ଦ୍ୱାରା ଚିହ୍ନିତ କରିଥାଉ? ଏଇଟା ସବୁବେଳେ ଏକ୍ଜାମ୍ରେ ଆସିଥାଏ, ପରୀକ୍ଷାରେ ଆସିଥାଏ, ମନେ ରଖିଥାଉ।